ଓମ୍ ନମଃ ଶିବାୟ। ମୁଁ ଜ୍ୟୋତିର୍ବିଦ ଓ ଲେଖକ ପ୍ରଫେସର ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର, ଓଡ଼ିଶାରୁ କହୁଛି। ଆଜି ଆପଣଙ୍କୁ ମୁଁ କହିବି ମହେନ୍ଦ୍ର ସିଂ ଧୋନି ଆଉ ତାଙ୍କର ଶନି ସପ୍ତାହ। କିଛି ଦିନ ତଳେ ଗୋଟେ ଟିଭିରେ ଡିବେଟ୍ ଚାଲୁଥିଲା, ଶନି 7.5 କିଛି ଲୋକ ମନା କରୁଥିଲେ, କିଛି ଲୋକ କହୁଥିଲେ ହଁ। ଏବଂ ଜଣେ ତଳେ କମେଣ୍ଟ କରିଥିଲେ ଯେ ଆପଣ ଓଡ଼ିଶାର ଲୋକ ହେଇକି କାହିଁକି ଶନି 7.5 କହୁଛନ୍ତି, ଆପଣ ଶନି ସପ୍ତାହ କୁହନ୍ତୁ। ତେଣୁ ଶନି ସପ୍ତାହ ଚାଲିଲେ ଗୋଟେ ଲୋକର ଅବସ୍ଥା ସାଂଘାତିକ ହେଇଯାଏ ବୋଲି କିଛି ଠକ ଆଉ ଭଣ୍ଡ ଜ୍ୟୋତିଷମାନେ କହନ୍ତି। ଏଟା ବାସ୍ତବରେ ସତ ନୁହେଁ। ତାର ଗୋଟେ ଭଲ ଉଦାହରଣ ମୁଁ ଆପଣଙ୍କୁ ଦେବି। ଗୋଟେ ନୁହେଁ, ବହୁତ ଅଛି। ମୁଁ ତା ଉପରେ ଗୋଟେ ବହି ଲେଖୁଛି ଏବେ ଇଂଲିଶରେ। ତ ସେଇଥିରୁ ମୁଁ ଆପଣଙ୍କୁ ଗୋଟେ ଉଦାହରଣଟିଏ ଦେବି। ମନେ ରଖିଥାନ୍ତୁ, କୌଣସି ଗୋଟିଏ ଗ୍ରହ ତାର ଗୋଚରରେ ଫଳ ଦେବା ପାଇଁ ଅକ୍ଷମ। ସେ ଯେକୌଣସି ଗ୍ରହ ହେଉଥିବା ନା କାହିଁକି, ଶନି, ବୃହସ୍ପତି, ଯେଉଁ ଗ୍ରହ ଗୁଡ଼ାକୁ ନେଇକି ଆମେ କହୁ, ସେ ତାର ଗୋଚରରେ ଫଳ ଦେବା ପାଇଁ ଅକ୍ଷମ। ଯେତେବେଳେ ଆମେ ଗୋଟେ ମୈଦିନ ଜ୍ୟୋତିଷରେ ଦେଖୁ, ବା ଏ ସାରା ରାଜ୍ୟ ପାଇଁ, ଓଡ଼ିଶା ପାଇଁ, ଭାରତ ପାଇଁ ଏଇ ବର୍ଷଟି କେମିତି ରହିବ, ସେ ସମୟରେ ଆମେ ଗୋଚର ଦେଖିଥାଉ ଯେ ରାଶିରୁ ଶନି ଏଇଆ। ସେଇଟା କିଛି ମାତ୍ରାରେ ସତ, ମାନେ ସେଇଟା ଜ୍ୟୋତିଷର ପ୍ରିନ୍ସିପଲ୍ ଯେ ବର୍ଷ ଫଳ ଯେତେବେଳେ ଦେଖାଯିବ, ସେତେବେଳେ ଏଇ ବର୍ଷର ଗୋଚରଟା କେମିତି ରହିବ ଏଟା ଆପଣ ଦେଖିବେ। କାହା ପାଇଁ? ଗୋଟେ ଦେଶ ବା ରାଜ୍ୟ ପାଇଁ। ସେଇଟାକୁ ଆପଣ ଆଣିପାରିବେନି। ଠିକ୍ ସେଇଭଳିଆ କାଳସର୍ପଟା ବି ଗୋଟେ ଆଗରୁ ଥିଲା। ଏ କାଳସର୍ପ ଯଦି ଆସେ, ତାହେଲେ ଗୋଟେ ଲୋକର, ରାଜାର, ଦେଶର ଯିଏ ହେଡ୍, ତା ପ୍ରତି ଅସୁବିଧା ଆସିବ। ତେଣୁ ଠିକ୍ ସେଇଭଳିଆ ଶନି 7.5 ଆସିଲେ ଆପଣଙ୍କର ସବୁ ଅସୁବିଧା ଆରମ୍ଭ ହେଇଯିବ ବୋଲି ବହୁତ ଭଣ୍ଡ ଜ୍ୟୋତିଷମାନେ କୁହନ୍ତି। ତ ସେମିତି କିଛି ନୁହେଁ। ଯେକୌଣସି ଲୋକର ଗୋଟେ ସାଧାରଣତଃ ଜ୍ୟୋତିଷର ଜ୍ଞାନ ଥିବ, ସେ କହିବ ଯେ ନାଇଁ, ଗୋଚର ଫଳ ଦେବନି। ତେବେ ଶନି 7.5ଟା ଦେଖାଯାଏ କେମିତି? ଆମେ ଗୋଟେ ଆଗରୁ କହିଦେଉଥିଲୁ, ଆପଣଙ୍କର ମେଷ ରାଶି, ତ ମୀନ ରାଶିରେ ଯେତେବେଳେ ଶନି ପ୍ରବେଶ କଲେ, ମୀନ, ମେଷ ଆଉ ବୃଷ, ଏ 3ଟା ରାଶି ପାଇଁ ଆପଣଙ୍କର ଶନି 7.5 ବା 7.5 ବର୍ଷ ଚାଲିବ। ସେଇ 7.5 ବର୍ଷ ଆପଣ ତଳିତଳାନ୍ତ ହେଇଯିବେ। ସମ୍ପୂର୍ଣ୍ଣ ମିଛ। ପ୍ରଫେସର ରୁଦ୍ର ମହାପାତ୍ର, ମୁଁ ଓପନ୍ ଦି କ୍ୟାମେରା ମନା କରୁଛି, କିଛି ସେମିତି ନାହିଁ। ଯେଉଁ ପ୍ରିନ୍ସିପଲ୍ ଜ୍ୟୋତିଷରେ ସମସ୍ତଙ୍କ ପାଇଁ ଆପ୍ଲିକେବୁଲ୍ ହେବ, ଆପଣ ସେଇଟା ଆପ୍ଲାଏ କରିବେ। ଜାତକରେ ଚନ୍ଦ୍ର ଉଚ୍ଚ, ଅର୍ଥାତ୍ ମାଆଙ୍କର ଆ ପ୍ରତି ଆଶୀର୍ବାଦ ରହିଛି, ସେଟା 100ରେ 100 ପର୍ଯ୍ୟନ୍ତ କାମ କରିବ। କି ଜ୍ୟୋତିଷ କହିବେ ନାଇଁ ନା, ଆମେ ତ ଦେଖିଛୁ 7.5 କାମ କରେ, କାଳସର୍ପ କାମ କରେ, କ'ଣ କରିବା? 30% କାମ କଲା, ଆମେ ସେଟାକୁ ଫୁଲ୍ ପ୍ରୁଫ୍ ନେଇପାରିବା ନାହିଁ। ମଙ୍ଗଳ ଜାତକରେ ଉଚ୍ଚ, ସେ ଲୋକଟି ତାର ଭାଇଙ୍କ ପ୍ରତି ଭଲ ଇଏ ରହିବ, କିମ୍ବା ଜାଗା ବାଡ଼ି କାମରେ ସେ ଅସୁବିଧା ହେବନି। ଯେଉଁ ଗ୍ରହ ଉଚ୍ଚ ହେଇଗଲେ ତାର ଶୁଭ ଫଳ ମିଳିବ। 100ରୁ 100 ସତ। ହଁ, 3-4% ଏପଟ ସେପଟ ହେଇପାରେ ଯଦି ଏ ଜନ୍ମରେ କିଛି ଅଭିଶାପ ଥାଏ, ନହେଲେ ସେମିତି କିଛି ଅସୁବିଧା ହେବନି। ତେଣୁ ଆପଣଙ୍କର ଗୋଟେ କାହା ଜାତକରେ ଶନି 7.5 କାମ କରିଗଲା, ଆପଣ କହିବେ ନାଇଁ ନାଇଁ ସାର୍, ମୋର ଶନି 7.5 ଚାଲିଥିଲା, ମୁଁ ନାକରେ ପାଣି ପିଇଯାଇଛି। ତେବେ ସେଇ ସନ୍ଦର୍ଭରୁ କହିବି, ଆପଣମାନେ ତ ଆଗରୁ ଜାଣିଥିବେ ଯେ ଇନ୍ଦିରା ଗାନ୍ଧୀ ତାଙ୍କର ଶନି 7.5 ସମୟରେ ସିଏ ପ୍ରାଇମ୍ ମିନିଷ୍ଟର ହେଇଥିଲେ, ସେଟା ସମସ୍ତେ ଜାଣିଛନ୍ତି। ଆଉ ଗୋଟିଏ ଛୋଟିଆ କଥାଟେ ମୁଁ କହୁଛି, ମହେନ୍ଦ୍ର ସିଂ ଧୋନି। ହଁ, ଶନି 7.5 ଆମେ ଦେଖୁ କେମିତି? ତ ଏଟା ହେଲା ଗୋଟେ ଚନ୍ଦ୍ର ଯଦି ମନେକର 5 ଡିଗ୍ରୀରେ ଅଛି, ଚନ୍ଦ୍ର 5 ଡିଗ୍ରୀରେ ଅଛି, ତ ସେ କହିଲା ତାର 45 ଡିଗ୍ରୀ ପଛକୁ ଆପଣ ପଳେଇବେ। କାରଣ ଟୋଟାଲ 3ଟା ରାଶି, ଶନି 90 ଡିଗ୍ରୀ ଚାଲିବେ, ଗୋଟେ ରାଶି 30 ଡିଗ୍ରୀ ହିସାବରେ 3ଟା ରାଶିକି 90 ଡିଗ୍ରୀ। ଚନ୍ଦ୍ରର ଡିଗ୍ରୀ ଠାରୁ 45 ଡିଗ୍ରୀ ପଛକୁ ଶନି ମନେକର 5 ଡିଗ୍ରୀରେ ଅଛନ୍ତି। କୋଉଥିରେ ନା, ମେଷ। ଆପଣ ପ୍ରଥମେ -30, ଆପଣ ଯାଇ ପହଞ୍ଚିଗଲେ 5 ଡିଗ୍ରୀ ମୀନରେ, ପୁଣି -10, -15, ଅର୍ଥାତ୍ 20 ଡିଗ୍ରୀ ଯେତେବେଳେ ଆସିବ କୁମ୍ଭର, ସେତେବେଳେ ଆପଣଙ୍କ ପାଇଁ ଛୁଞ୍ଛାଟି ଆରମ୍ଭ କଲା। ଆପଣ କହିବେ ନାଇଁ, ମୋର ତ ଚନ୍ଦ୍ର ଅଛି 5 ଡିଗ୍ରୀ ମେଷରେ, କିନ୍ତୁ କୁମ୍ଭରେ ଯେତେବେଳେ 20 ଡିଗ୍ରୀ ହେଲା, ମୋର କେମିତି ଛୁଞ୍ଚା ଚାଲିବ? +- 40-45 ଡିଗ୍ରୀ, ଯେଉଁଟାକି HN କାଟୁଏ ବୋଲି ଜଣେ ରିସର୍ଚ୍ଚର ନାଗପୁରର,
ପ୍ରାୟ 1973 କି 74 ମସିହାରେ କହିଥିଲେ। ଏଟା ଆମ କ୍ଲାସିକ୍ସରେ ଲେଖା ହେଇନି, ତେଣୁ ଶନି ସାଢ଼େ ସାତିଟାକୁ ଏଇଭଳିଆ ଆପଣ ନେବେ। ଏଭଳିଆ ନିଅନ୍ତୁ, କିଛି ରାଶି ଅନୁସାରେ ନିଅନ୍ତୁ, କିଛି ବିବ୍ରତ ହେବାର ନାହିଁ। ମହେନ୍ଦ୍ର ସିଂ ଧୋନିଙ୍କ ଜାତକରେ କନ୍ୟା ରାଶି ହିସାବରେ ଜୁନ୍ 29, 2006ରେ ତାଙ୍କର ଶନି ସାଢ଼େ ସାତି ବା ଶନି ସପ୍ତା ଚାଲିଲା। ତ ସେଇ ଯେଉଁ ଶନି ସପ୍ତାହ ତାଙ୍କର ଚାଲିଲା, ସେ ସମୟରେ ତାଙ୍କ ଭାରି ଅସୁବିଧା ହେବା କଥା, ଆଉ କିଛି ଭାବିବାର ନାହିଁ। ତ ସେଇ ଶନି ସପ୍ତାହ ଯେତେବେଳେ ଚାଲିଲା +- 45 ଡିଗ୍ରୀ ରୁଲ୍ରେ, ସିଏ କିନ୍ତୁ କ'ଣ ହେଲା ନା 24 ସେପ୍ଟେମ୍ବର 2007ରେ ସେ ICC ୱାର୍ଲଡ କପ୍ ଜିତିଲେ ଶନି। ଏଠି ମୁଁ ଜଣଙ୍କ କଥା କହୁଛି, ବେଶୀ ବି ଖେଳି ଗୋଟେ ୱାର୍ଲଡ କପ୍ ଜିତିବାଟା ଜଣଙ୍କ କ୍ଷେତ୍ରରେ କାମ ନୁହେଁ, କିନ୍ତୁ ତାଙ୍କ କ୍ୟାପ୍ଟେନ୍ସିରେ କେମିତି ଜିତିଯିବେ ଆପଣ। ଯେତେବେଳେ ଆମର କ୍ୟାପ୍ଟେନ୍ ଦେଖୁଛୁ, ସେତେବେଳେ ତା ଜାତକ ଆମକୁ ଦେଖିବାକୁ ପଡ଼ିବ। ଠିକ୍ ସେଇଭଳିଆ ଶନି ସାଢ଼େ ସାତି ଚାଲିଛି। 2011ରେ ୱାର୍ଲଡ କପ୍ ଜିତିଲେ ଧୋନି। ସେମିତି 2013ରେ ତାଙ୍କର ଏଠି ଚାଲିଛି, 2006ରୁ ଶନି ସାଢ଼େ ସାତି ଚାଲିଛି, ମାନେ ସେଠୁ 7 ବର୍ଷ ଆଉ ଅଧେ ମିଶାଇ ଦିଅନ୍ତୁ, ଅର୍ଥାତ୍ 2006 ହେଲେ ଆପଣଙ୍କର 4 ଇଏ 3, 2013 ଅଧେ। ସେ ଯାଇକି ଆପଣ ସାଢ଼େ ସାତି ଯେ ଚାଲିଲା, ତାହେଲେ ICC ୱାର୍ଲଡ କପ୍ଟା ସେ 2013 ଜିତିଗଲେ। ତ ଶନି ସାଢ଼େ ସାତି ସମୟରେ ମହେନ୍ଦ୍ର ସିଂ ଧୋନି ତାଙ୍କ ଜୀବନର ସବୁଠୁ ବଡ଼ ବଡ଼ ଆଚିଭମେଣ୍ଟ 3ଟା କରିଛନ୍ତି। ଗୋଟେ ସେ ସାଉଥ ଆଫ୍ରିକାରେ ୱାର୍ଲଡ କପ୍, ଆଉ ଗୋଟେ ଆମର ODI ୱାର୍ଲଡ କପ୍, ଆଉ ଗୋଟେ 2013ରେ ଗୋଟେ ICC କପ୍ ଚାମ୍ପିଅନସିପ୍ ଟ୍ରଫି, ଗୋଟେ କ'ଣ ତାଙ୍କ କ୍ୟାପ୍ଟେନ୍ସିରେ ଇଣ୍ଡିଆ ଜିତିଛି। ଆଉ ଭିତରେ ହୁଏତ କେଉଁ ଗୋଟେଥିରେ ସେ କ୍ୟାପ୍ଟେନ୍ ନଥାଇପାରନ୍ତି, କିନ୍ତୁ ଗୋଟେ ଆଉ 3ଟା ଇଏରୁ ସେ ଗୋଟେ କି 2ଟାରେ କ୍ୟାପ୍ଟେନ୍ ଥିବେ, କିମ୍ବା ସବୁଥିରେ ଥିବେ, ମୁଁ ଏତେ କ୍ଲିୟରଲି ଜାଣିନି। କିନ୍ତୁ ସିଏ ସେଇ ସମୟରେ ତାଙ୍କ କ୍ୟାପ୍ଟେନ୍ସିରେ ଇଣ୍ଡିଆ ପାଇଁ ଏତେ ବଡ଼ ଆଚିଭମେଣ୍ଟ ଆସିଲା। ପୁଣି ଚାଲିଥିଲା କ'ଣ, ଶନି ସାଢ଼େ ସାତି ବା ଶନି ସପ୍ତାହ। ତାହେଲେ ସମସ୍ତଙ୍କର ଚାଲିବା କଥା, ଯଦି ଏଇଟା ଅଛି ତାହେଲେ ସମସ୍ତେ ଅପେକ୍ଷା କରି ବସିବା କଥା ଯେ ଜୀବନରେ ସବୁଠୁ ବଡ଼ ଆଚିଭମେଣ୍ଟ ପାଇଁ ଆମେ ଶନି ସାଢ଼େ ସାତି ଆମ ପାଖକୁ ଆସୁ। ଯେମିତି ଆଗରୁ କୁହାଯାଇଥିଲା ଯେ କାଳ ସର୍ପ ଯୋଗ, ତାପରେ ତାକୁ କୁହାହେଲା କାଳ ଅମୃତ ଯୋଗ, ସେଭଳିଆ ବର୍ତ୍ତମାନ ଶନି ସାଢ଼େ ସାତିଟାକୁ କୁହାହେଉଛି ଯେ ଶନି ସାଢ଼େ ସାତିଟା ଖରାପ ବି କରିପାରେ, ଭଲ ବି କରିପାରେ। ଏଇଟା ସମ୍ପୂର୍ଣ୍ଣ ରୂପେ ଭୁଲ ପ୍ରିନ୍ସିପଲ୍ ଆଜ୍ଞା। ଆପଣଙ୍କ ପାଇଁ ଭଲ କରିବ ସେ ଯେଉଁ ଗ୍ରହ ଦଶା ଚାଲିଥିଲା। ତ ସେ ସମୟରେ ମହେନ୍ଦ୍ର ସିଂ ଧୋନିଙ୍କର ଦଶା ଟିକେ କ'ଣ ଚାଲିଥିଲା, ମୁଁ ଦେଖିକି ଆପଣଙ୍କୁ କହିଦେଉଛି। ସେ ସମୟରେ ବୁଧ, ବୃହସ୍ପତି ଏଇମାନଙ୍କର ଦଶା ସବୁ ଚାଲୁଥିଲା। ଯେହେତୁ ମୁଁ ଇଲଷ୍ଟ୍ରେସନ୍ ଦେଇପାରୁନି, ଯେଉଁ ଗ୍ରହ ଗୁଡ଼ା କି ମହେନ୍ଦ୍ର ସିଂ ଧୋନିଙ୍କ ଜାତକରେ ଭଲ ଅଛନ୍ତି, ସେମାନେ ଭଲ ଦଶା ଫଳ ଦେଲେ। ଶନିଙ୍କ ଗୋଚରଟା ତାକୁ ସେଇଭଳିଆ ଫଳ, କିଛି ତାର ଅସୁବିଧା ନାହିଁ। ତେଣୁ ମହେନ୍ଦ୍ର ସିଂ ଧୋନିଙ୍କ ଜାତକରେ ଯଦି ଜୁନ୍ 29, 2006ରେ ପୁଣି ଯାଇକି ଜୁଲାଇ 2013 କି 14 13 ଅଧେ, ଜୁନ୍ 13 କିମ୍ବା 14 ପାଖାପାଖି ଯେତେବେଳେ ହେଇଯିବ, ସେତେବେଳେ ଯେତେବେଳେ ଶନି ପୁରା ତାଙ୍କ ସାଢ଼େ ସାତି ସରିଯିବ, ତା ଭିତରେ ସେ ସବୁ କିଛି ଭଲ ଭଲ ଆଚିଭମେଣ୍ଟ କରିଗଲେ। ତ ଏଥିରୁ ଆପଣ କ'ଣ ଭାବୁଛନ୍ତି, ଶନି ସପ୍ତାହଟା ଦରକାର ନିହାତି ଲୋକଙ୍କର? ତ ଜାଣିଛି ଓଡ଼ିଆରେ ମୋ ଭିଡ଼ିଓ ଗୁଡ଼ା ଟିକେ କଷ୍ଟ ହେଉଛି ବୋଲି ଲୋକ ଦେଖୁନାହାନ୍ତି, କାରଣ ମୁଁ ଓଡ଼ିଶାରେ କେବଳ ରାଶିଫଳ ଚାଲୁ, ମୋ ରାଶିଟାରେ କ'ଣ ଅଛି ଜାଣିଗଲେ ସରିଲା। ଏସବୁ ଜ୍ଞାନରୁ ମିଳିବ କ'ଣ? ତ ରୁଦ୍ର ମହାପାତ୍ର ଯେତିକି ଦିନ ବଞ୍ଚିଛି, ଆପଣମାନଙ୍କୁ ଟିକେ ସଦ୍ଜ୍ଞାନ ଦେବାରେ ବ୍ୟସ୍ତ। ଆମ ଖାଲି ଓଡ଼ିଶା କଥା ନୁହେଁ, ଆମର ଯେକୌଣସି ଗୋଟେ ଇଂଲିଶ ମ୍ୟାଗାଜିନ୍ ଉଠେଇକି ଦେଖନ୍ତୁ, ସାରା ଇଣ୍ଡିଆରେ ଶନି ସାଢ଼େ ସାତିଟା ବିଶେଷ ଫଳପ୍ରଦ ନୁହେଁ। ହଁ, ଯେତେବେଳେ ଆପଣ ଗୋଟେ ଗ୍ଲୋବାଲ୍ ଫେନୋମେନନ୍ ଦେଖୁଛନ୍ତି, ମନେକର ଏବେ କାଳ ସର୍ପଦୋଷ ଗୋଟେ ଚାଲିଛି, ଏଇ ଆମର ଯେଉଁ ମେ 29ରୁ ଆରମ୍ଭ ହେଲା ରାହୁକେତୁ ମଧ୍ୟରେ, ଏବଂ 1.5 ମାସ ଯାକେ ଚାଲିବ, 2 ମାସ ଯାକେ, ମଙ୍ଗଳ ଯେପର୍ଯ୍ୟନ୍ତ ତାଙ୍କର ରେଖାରୁ ବାହାରି ଯାଇନାହିଁ, ଆକ୍ସିସ୍ରୁ।
ତ ସେ ସମୟରେ କୋଭିଡ଼ ଯଦି ଟିକେ ଅଧିକ ହେଲା ତ ଆମେ ସେଇ ସମୟରେ ଟିକେ ଟିକେ ଦେଖିବାକୁ ପଡ଼ିବ। କାରଣ ଗ୍ରହମାନଙ୍କର ଫଳଟା ଗୋଟେ ରାଜ୍ୟ ଦେଶ ଉପରେ ରହିବ, କାରଣ କ୍ୱାଣ୍ଟମ୍ ଏଣ୍ଟାଙ୍ଗଲମେଣ୍ଟ ପୃଥିବୀ ଦିନ ଏଇ ନବଗ୍ରହର ଗୋଟେ ପାର୍ଟ ଥିଲା। ତେଣୁ ସେମାନଙ୍କର ଯଦି କିଛି ଚେଞ୍ଜ ଆସୁଛି ପୃଥିବୀ ଉପରେ ଟିକେ ଫଳ ପଡ଼ିବ, ଯେଉଁଟାକି ଆମର ଫିଜିକ୍ସର କ୍ୱାଣ୍ଟମ୍ ଏଣ୍ଟାଙ୍ଗଲମେଣ୍ଟ ପାଇଁ 2022-23ରେ ଯେଉଁ ନୋବେଲ ପ୍ରାଇଜ୍ ପାଇଥିଲେ ସେ କହିଥିଲେ। କିନ୍ତୁ ଆମେ ଜଣଙ୍କ ବ୍ୟକ୍ତି ହିସାବରେ ଯେଉଁଟା ଆମେ ପ୍ରାରବ୍ଧ ବୋଲି ଦେଖୁ, ସେଠି ସେ 7.5 ସେ ଅନ୍ୟାନ୍ୟ ଦୋଷ କିଛି କାମ କରିବ ନାହିଁ। ତେଣୁ ଆପଣଙ୍କର ଶନି 7.5 ଚାଲିଛି ବୋଲି ବିଲକୁଲ ଡରିବେ ନାହିଁ। ବହୁତ କିଛି ଲୋକ କହୁଛନ୍ତି ଶନି 7.5 ସମୟରେ ଆପଣଙ୍କୁ ଭଗବାନ ଦଣ୍ଡ ଦେବେ, ଭଗବାନ ଅନ୍ୟାୟ କରିବା ଶିଖେଇବେ। କିଛି ନାହିଁ। ଆପଣଙ୍କ ଜାତକ ଯଦି ଶନି ଉଚ୍ଚ, ଶନି ଯଦି ଭଲ ଷଡ଼ବଳି ଅଛନ୍ତି, ଷଡ଼ବଳି ଉଚ୍ଚ ଛାଡ଼ି ଦିଅନ୍ତୁ, ଷଡ଼ବଳି ଅଛନ୍ତି, ତାହେଲେ ଆପଣ କେବେ ଭୁଲ କରିବେ ନାହିଁ। ଭୁଲ କରିବେ ନାହିଁ ମାନେ ଆପଣ ରାଇଟିଆ ହେବେ। ଶନି ଆପଣଙ୍କୁ ନ୍ୟାୟ ଦେଖେଇବେ। ଆଉ ଶନି ଆପଣଙ୍କ ଜାତକରେ ପୀଡ଼ିତ, 7.5 ବେଳେ କିଛି ଇଏ ହେବନି, କିଛି ସମ୍ପୂର୍ଣ୍ଣ ଭୁଲି ଯାଆନ୍ତୁ। 7.5 ବୋଲି ଗୋଟେ କନସେପ୍ଟ, ତାକୁ ମୁଣ୍ଡରୁ ଗୋଡ଼େଇ ଗାଡ଼ି କାଢ଼ି ଫୋପାଡ଼ି ଦେଉ। ଯେକୌଣସି ଜ୍ୟୋତିଷ ଆପଣଙ୍କ ଏ ବିଷୟରେ କହୁଛନ୍ତି, ଆଣ୍ଟି ବ୍ଲାକ୍ ମ୍ୟାଜିକ୍ ଆକ୍ଟ ଅଣ୍ଡରରେ ତାଙ୍କୁ ପଚାରିବେ ଯେ ସାର୍ ଏଇଟା ଶନି 7.5 କୋଉ ବହିରେ ଲେଖା ହେଇନି, ଆପଣ କ'ଣ ମନକୁ ମନ କହୁଛନ୍ତି? କାଲି ମୁଁ ଦେଖୁଥିଲି ଭ୍ୟାଲେସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଚେନ୍ନାଇରେ ଗୋଟେ ଅଛି, ସେଟା ଗୋଟେ ୟୁନିଭର୍ସିଟି ପ୍ଲସ୍ ଗୋଟେ ରେକଗ୍ନାଇଜ୍ଡ ଇନଷ୍ଟିଚ୍ୟୁଟ୍। ସେଥିରେ ଡିପାର୍ଟମେଣ୍ଟ ଅଫ୍ ଆଷ୍ଟ୍ରୋଲୋଜିର ମାନେ ସୁବ୍ରମଣ୍ୟମ୍ ବୋଲି ଜଣେ ମ୍ୟାଡ଼ମ୍ ଅଛନ୍ତି, ସେ ଗୋଟେ ରିସର୍ଚ୍ଚ ପେପର ଲେଖିଥିଲେ ଯେ ଆକ୍ଚୁଆଲି ନବାଂଶ କ'ଣ ଆଉ କ'ଣ ନୁହେଁ, ଯେଉଁଟାକି ପଢ଼ା ହେଉଛି, ଯେଉଁଟାକି ବହିରେ ଅଛି, ଯେଉଁଟାକି ସତ୍ୟ। 7.5 ସେ ଆମେ ଓଡ଼ିଆରେ ଶନି ସପ୍ତାହ, ସେ ଇଏ ହେଲା ଆପଣଙ୍କର ଅଙ୍ଗାରକ, ଗୁରୁ ଚଣ୍ଡାଳ, ଇଏ ସବୁ ଗୋଟେ ଗୋଟେ ଠକଙ୍କ ବେପାର। ସେମିତି ବି ଯଦି କୌଣସି ଜାତକରେ ଖରାପ ଥାଏ, ଆପଣ ଦେଖିଲେ ଯେ ନାଇଁ ଏ ପିଲାର ଜାତକରେ ଟିକେ ତ ଭଲ ନାହିଁ, ସେ ଜିନିଷଟା ତାକୁ ସବୁବେଳେ କହିବା କଥା ନୁହେଁ ଗୋଟେ ଲୋକ। ଆପଣ ଦେଖିଲେ ନାଇଁ ସେଗୁଡ଼ା ସବୁ ଛାଡ଼ନ୍ତୁ, ବାସ୍ତବରେ ଦେଖିଲେ ଯେ ବର୍ତ୍ତମାନ ଭଲ ଦଶା ଚାଲି ନାହିଁ ତାର, ଆପଣ କହିବେ ନାଇଁ ଠିକ୍ଠାକ୍ ଅଛି, ଆପଣ ଏଇ କାମ ଟିକେ ଏବେ କରନ୍ତୁ, ଟିକେ ଏତିକି ଦିନ ଯାଏଁ କସିୟସ୍ ରହିବେ। ନାଇଁ ନାଇଁ ଆପଣଙ୍କର ଏ ଖରାପ ସମୟ ଚାଲିଗଲା, ଆପଣ ଏମିତି ଅସୁବିଧାରେ ପଡ଼ିବେ, ଆଉ ଗୋଟେ ପୂଜା କରିଦିଅନ୍ତୁ ଠିକ୍ ହେଇଯିବ। ଏସବୁ ମିଛ। ଗୋଟିଏ ଜିନିଷ ଯିଏ ଆପଣଙ୍କୁ ଆପଣଙ୍କ କର୍ମରେ ସୁଧାର ଆଣିପାରିବ, ଯଦି ଆପଣଙ୍କର ଭାଗ୍ୟରେ ସୁଧାର ତ କହିପାରିବିନି, ଆପଣଙ୍କୁ ଠିକ୍ ଜିନିଷଟା ଦେବ, ସେ ହେଲା ଆପଣଙ୍କର କର୍ମ। ଦେଖିଲେ ଜାତକରେ ଚନ୍ଦ୍ର ନୀଚ, ମାଆଙ୍କୁ କେବେ ଅତ୍ୟାଚାର କରନ୍ତୁ ନାହିଁ, ମାଆଙ୍କ କଥା ମାନନ୍ତୁ, ମା ଓ ମାଉସୀମାନଙ୍କୁ ସର୍ବଦା ସ୍ନେହ ଏବଂ ତାଙ୍କର ଅନୁଚର ହେଇକି ରୁହନ୍ତୁ। ସେ କହୁଛି ଯେ ଆପଣ ଅତ୍ୟାଚାର କରିଛନ୍ତି ପୂର୍ବଜନ୍ମରେ, ଆଉ କରନ୍ତୁନି, ଆଉ ସେ ଜାଗାରେ ଆପଣ ଶିବଙ୍କ ଉପରେ ପାଣି ଢାଳି ଦେଲେ ହେଇଯିବ ନାହିଁ। ତେଣୁ ଆପଣ କର୍ମରେ କରିବେ। ହଁ, ପୂଜା, ରତ୍ନ, ରୁଦ୍ରାକ୍ଷର ଫଳ ରହିଛି, ଆଂସିଲାରୀ। ଆପଣ ଆଗ ପାଠ ପଢ଼ିବାକୁ ପଡ଼ିବ, ତାପରେ ଆପଣ କୌଣସି ଜାଗାରେ ଭଲ କୋଚିଂ ନେଲେ, କେଉଁଠି ଗୋଟେ ଭଲ ଗୁରୁଙ୍କ ସାନ୍ନିଧ୍ୟରେ ଆସିଲେ ଆପଣଙ୍କର ସେଇଟା ଫ୍ଲୋରିସ୍ କରିବ ବା ଆଗକୁ ଆହୁରି ବଢ଼ିବ। ଠିକ୍ ସେଇଭଳିଆ ଆପଣ କୌଣସି ଜିନିଷ ଯେଉଁଟା ଶାସ୍ତ୍ରସମ୍ମତ ନୁହେଁ, ଏ ଶନି 7.5 ଭଳିଆ କେବେ ବିବ୍ରତ ହେବେ ନାହିଁ। ତେବେ ମହେନ୍ଦ୍ର ସିଂ ଧୋନି, ଯିଏକି ଇଣ୍ଡିଆକୁ 3ଟା କପ୍ ଆଣି ଦେଇଥିଲେ ତାଙ୍କର 7.5 ସମୟରେ, ମନେ ରଖିଥିବେ ଏଇଟା। ଏବଂ ଯିଏ ବି କହୁଛି ଆପଣଙ୍କୁ, ଆପଣ ତାଙ୍କୁ କହିବେ ଯେ 7.5 ଏଇଭଳିଆ ହେଉଛି, ମୋ ଭିଡ଼ିଓ ବି ଦେଖେଇ ପାରନ୍ତି। ଏବଂ କୌଣସି ୟୁଟ୍ୟୁବ୍ ଏସବୁ ଜିନିଷ ଦେଖିକି ମୋ ଶନି 7.5 ଚାଲିଛି ବୋଲି ବିବ୍ରତ ହେବେନି। ଆପଣଙ୍କର ଦଶା ଭଲ ଚାଲିଥିବାର ଅଛି। ଦଶା ଯଦି ଖରାପ ଅଛି ଏବଂ ତାକୁ ନେଇକି ଶନି 7.5 ଚାଲିଛି, ସେ ଅଲଗା କଥା। ଆପଣ ମିଛଟାରେ ଶନି 7.5, ଦଶା ଖରାପ ଭଲ, ସେ ତା ଫଳ ମିଳିବ। ଶନି 7.5 ବା ସପ୍ତାହ ଅନୁସାରେ କିଛି ତାର ଫଳ ଆପଣ ବ୍ୟସ୍ତ ବିବ୍ରତ ହେବେନି। ଏଇଟା ଗୋଟେ ପ୍ରକାର ସମ୍ପୂର୍ଣ୍ଣ ରୂପେ ଠକାମି। ଯେପର୍ଯ୍ୟନ୍ତ ଦଶା ଖରାପ ହୋଇନଥିବ, କୌଣସି ଶନି ଗୋଚର ସିଏ ଆପଣଙ୍କୁ କିଛି ଖରାପ କରିପାରିବନି। ଦଶା ଭଲ ଥିଲେ ବି କିଛି ଖରାପ କରିପାରିବନି। ଗୋଚର କେବଳ ଆପଣ ରେଜଲ୍ଟଟା ଭଲ ଦେବ। ଦଶା ଯଦି ବହୁତ ଭଲ ଚାଲିଛି, ଶନି 7.5 ଯଦି ଶନିଙ୍କର ଗୋଚରଟା ଭେଦ ହେଉନି, ଠିକ୍ଠାକ୍ ଅଛି, ଭାବି ନିଅନ୍ତୁ ମନେକର ସେ ଶନି 7.5 ସମୟରେ ଚନ୍ଦ୍ରଙ୍କ ପାଖରେ ଶନି ବସୁଛନ୍ତି, ଶନିଙ୍କ ଉପରେ ଶନି ଗୋଚର ହେଉଛି, ଫଳଟା ମିଳିଯିବ। ଦଶା ଭଲ ନାହିଁ, 7.5 ନେଇ ବ୍ୟସ୍ତ ହେବେନି। ଆଶା କରେ ମହେନ୍ଦ୍ର ସିଂଙ୍କର, ଧୋନିଙ୍କର 7.5 ସମୟରେ ଯେଉଁ ବିଜୟ, ସେ ଭାରତ ପାଇଁ ଯେଉଁ ଗର୍ବ ଗୌରବ ଆଣିଦେଇଥିଲେ, ତାକୁ ଶୁଣିକି ଆପଣ ବହୁତ ଖୁସି ଏବଂ ଗୌରବାନ୍ୱିତ ହେବେ। ଆପଣ ସବୁବେଳେ ଚାହିଁବେ ଯେ ଏଇଭଳିଆ ଶନି 7.5 ସମସ୍ତଙ୍କ ଜୀବନରେ ଆସୁ ଏବଂ ସମସ୍ତଙ୍କୁ ସୁଖ ଦେଉ। କେବେ ବି ଏସବୁ ଜିନିଷକୁ ନେଇ ବିବ୍ରତ ହେବେନି।
ଯାହା ଆପଣଙ୍କ ଜାଣିବାକୁ ଚାହୁଁଛନ୍ତି ଯେକୌଣସି ଗୋଟେ ଜ୍ୟୋତିର୍ବିଦଙ୍କ ପାଖକୁ ଯାଇକି ତାଙ୍କ ଜାତକ ଦେଖେଇବେ। ଜାତକରେ ଦଶା ଆକଳନ ନ କରିକି କିଛି ପ୍ରେଡ଼ିକ୍ସନ୍ କରିବା ସମ୍ପୂର୍ଣ୍ଣ ରୂପେ ଭୁଲ। ହଉ, ଓଡ଼ିଆ ଭିଡ଼ିଓ ତ ବେଶୀ ଚାଲୁନି, ପ୍ରାୟ ଜୁନ୍ ମାସ ପରଠାରୁ ଆଉ ମୁଁ ବେଶୀ ଓଡ଼ିଆ ଭିଡ଼ିଓ କରିବିନି, ପ୍ରାୟ କରିବିନି, ବେଶୀ କ'ଣ। ତେଣୁ ଏବେ ଓଡ଼ିଆ ଭିଡ଼ିଓ ଗୁଡ଼ା ମୁଁ ଶୀଘ୍ର ଯେତେ ପାଉଛି ରିଲିଜ୍ କରିଦେଉଛି। ଆଉ ଜୁଲାଇ ପରଠାରୁ ଆଉ ପ୍ରାୟ ଓଡ଼ିଆ ଆଉ ହିନ୍ଦୀ ମୁଁ ନ କରି ଖାଲି ଇଂଲିଶ କରିବାର ଯାହା ମୋର ଇଚ୍ଛା ହେଉଛି। ଆପଣଙ୍କୁ ଯଦି କିଛି କହିବାର ଥାଏ କମେଣ୍ଟ ସେକ୍ସନରେ ଲେଖିବେ। ଆପଣଙ୍କ ଭିତରୁ କିଛି ଲୋକ ଅଛନ୍ତି ଯେଉଁମାନେ କହୁଛନ୍ତି ଯେ ସାର୍ ଆମେ ଆପଣଙ୍କ ସହିତ କଥା ହେବୁ, ଇଏ କରିବୁ, ମୋ କନସଲଟେସନ୍ କ'ଣ ଇଏ ସେ ମୋ ୱେବସାଇଟ୍କୁ ଯାଆନ୍ତୁ ଆଜ୍ଞା, ସବୁ ଜିନିଷ ଅଛି, ସେଠି ଆପଣ ପାଇପାରିବେ। ଆଉ ମୁଁ ନା ଜ୍ୟୋତିଷ ପଢ଼ାଏ, ଷ୍ଟୁଡେଣ୍ଟ ସେମିତି ନାହାନ୍ତି, ସେଇଥିଲାଗି ନାହିଁ ମୁଁ କାହାକୁ ପର୍ସନାଲ୍ କଥା ହେଇକି କୌଣସି ପ୍ରକାର ବୁଝିବାକୁ ଚାହୁଁଛି। କେବଳ ଯଦି ଆପଣ କନସଲଟେସନ୍ ନେବାକୁ ଚାହୁଁଛନ୍ତି ମୋତେ କଲ୍ କରନ୍ତୁ। ମୋ ସହିତ ଭାବପ୍ରୀତି ବଢ଼ାଇବା ପାଇଁ କିଛି ସମୟ କଲ୍ କରିବା ଦରକାର ନାହିଁ। ମୁଁ ସମ୍ପୂର୍ଣ୍ଣ ରୂପେ ଏକାଙ୍ଗୀ ଏବଂ ନିଃସଂସାରିକ ଲୋକ, ଜ୍ୟୋତିଷ ପାଇଁ ବଞ୍ଚିଛି, ଜ୍ୟୋତିଷ ମଲା ପର୍ଯ୍ୟନ୍ତ କରୁଥିବି। ତେଣୁ ଆପଣ ଦୟାକରି ମୋ ଫୋନ୍ ନମ୍ବରକୁ ଆବ୍ୟୁଜ୍ କରନ୍ତୁ ନାହିଁ। ଯଦି ଆପଣଙ୍କର କନସଲଟେସନ୍ ନେବାର ଅଛି ମୋତେ ଫୋନ୍ କରିବେ, ଅନ୍ୟାନ୍ୟ କୌଣସି କାରଣ ପାଇଁ କଲ୍ କରିବେ ନାହିଁ। ହଉ, ଆଜି ପାଇଁ ରହିଲି। ଯଦି ମହାଦେବ ଚାହାନ୍ତି ଆଉ ଗୋଟେ ଭିଡ଼ିଓ ନେଇ ଖୁବ୍ ଶୀଘ୍ର ଉପସ୍ଥିତ ହେବି। ଆଜି ପାଇଁ ଆଜ୍ଞା ଦିଅନ୍ତୁ। ଓମ୍ ନମଃ ଶିବାୟ।